रुद्र अम्बिके भास्करे तथा भिन्न नौकर्ष देव नमो Kori ti na cari
नाना प्रसून अवरी रचना मनोज्ञं कर्पूर चंदन विलेपन चारु रूप चित्रोत्पला तट कंदरा स्तंभटारिका सकल मंगलदाय विभु हे भुवनानंद विभु हे अखंड भारतर आत्मा तत्वविद विबुध समाज आपण माने मो थाक पाई किछि समय दया करिवे कल्याण करिवे आशीर्वाद करिवे काहेकि ना पाला वाला आपणकर दर्शन अभिलाषी हिसाब रे आसीछि पाला गायकी आपणको मन तुसी परिबनी सिक्किटिगढ़ राजा वीर किशोर देवंक रचना विभु हे भुवनानंद हे विभु आपण भुवनर आनंद वर्धनकारी अटंती लोक कथारे जा कुहा जाए ईश्वर जहा करती प्राणीर मंगल यही कथाटाकू कवि कवितार लिखिदेले विभु हे भुवनानंद वर्धा विधि जे कि ब्रह्मा अमर वृंद शिव समस्ते जहांकर ताले से प्रभु देखा केउ परी मो आज्ञा माने केतेबेले जदि विभु आपणक हाबुड़े पड़ी जाती तांको वर्ण चिन्ह जानी सीना जानीदब यही होउछंती भगवान तांको रूपटा जदि जानी नथिबो तांको रंगटा जदि जानी नथिबो तांको नाटा जेबे जानी नथिबो ताले ये नारायण बोली केमती जानिबो तेणु वीर किशोर देव लिखिले कहले शुद्ध तप्त सुवर्ण कांति प्रखर तेज सुशोभन
ଭଗବାନଙ୍କର ରଙ୍ଗଟା କିପରିକା ବୋଲି ବୀରକିଶୋର ଦେବ କହିଲେ ଯେ ଶୁଦ୍ଧ ତପ୍ତ ସୁବର୍ଣ୍ଣ। ଆଜ୍ଞା ସୁବର୍ଣ୍ଣ ତ କହିଲେ କନକ ବା ସୁନା ବା ସୁବର୍ଣ୍ଣ ବା ହାଟକ ଇତ୍ୟାଦି, ହେଲେ ତା ରଙ୍ଗଟା ଦେଖିବାକୁ ହଳଦିଆ। ସୁନାର ରଙ୍ଗ ହେଉଛି ହରିଦ୍ରା ରଙ୍ଗ। କବି କହିଲେ ଖାଲି ହରିଦ୍ରା ରଙ୍ଗ ନୁହଁ, ତପ୍ତ ସୁବର୍ଣ୍ଣ କାନ୍ତି। ତପ୍ତ କହିଲେ ତରଳ। ସୁବର୍ଣ୍ଣଟାକୁ ନେଇ ସୁନାରୀ ପାଖରେ ନିଆଁରେ ତରଳେଇ ଦେଲେ ତା ରଙ୍ଗଟା ଯାହା, ଭଗବାନଙ୍କର ରଙ୍ଗଟା ସେଇଆ। ଶୁଦ୍ଧ ତପ୍ତ ସୁବର୍ଣ୍ଣ କାନ୍ତି। ମୋ ବାପା ମାନେ କହିବେ ପାଲାକାର ଟଙ୍କା ଦେଇକି ଡକେଇଲୁ ଯେ ଖାଲି ମିଛ କଥା କହୁଛନ୍ତି। ଭଗବାନଙ୍କର ରଙ୍ଗଟା କୋଉଠି ହଳଦିଆ ହୋଇଥିଲା। କିନ୍ତୁ ବୀରକିଶୋର ଦେବ ଲେଖିଛନ୍ତି ବୋଲି ମୁଁ କହିଲି ଶୁଦ୍ଧ ତପ୍ତ ସୁବର୍ଣ୍ଣ କାନ୍ତି। ତାହେଲେ ସୁବର୍ଣ୍ଣର କାନ୍ତି ହଳଦିଆ। ଆଜ୍ଞା ସୁନାଟାକୁ ଯେତେ ବାର ନେଇକି ଆପଣ ଅଗ୍ନିରେ ତରଳେଇବେ ତା ରଙ୍ଗଟା କ'ଣ କେବେ ନ୍ୟୁନ ହବ କି? ତା ରଙ୍ଗ କେବେ କମିଯିବନି। ଦଗ୍ଧଂ ଦଗ୍ଧଂ ତେଜତି ନ ପୁନ ଚନ ସୁଧ ଯଥା ଘୃଷ୍ଟଂ ଘୃଷ୍ଟଂ ତେଜତି ନ ପୁନ ଚନ୍ଦନ ଚାରୁ ଗନ୍ଧ ତଥା ଖଣ୍ଡଂ ଖଣ୍ଡଂ ତେଜତି ନ ସ୍ୱାଧୁତା ମିଖୁଦଣ୍ଡ। ଗୋଟେ ଆଖୁଟାକୁ ଯେତେ ଖଣ୍ଡ କରିକି କାଟିଲେ ତା ସ୍ୱାଦ କ'ଣ କେବେ କମିଯାଏ? ଚନ୍ଦନ କାଠଟାକୁ ଯେତେ ବାର ନେଇକି ଘୋରିଲେ ତା ବାସନା କ'ଣ କମିଯାଏ? ତଥା ସୁବର୍ଣ୍ଣକୁ ଯେତେ ବାର ତରଳେଇଲେ ତା ରଙ୍ଗ କମେ ନା। ତେଣୁ ଭଗବାନଙ୍କର ରଙ୍ଗଟା ହେଉଛି ଆଜ୍ଞା ହରିଦ୍ରା ରଙ୍ଗ। ନାଇଁ ମୋ ଆପଣମାନେ କହିବେ ଏ ପାଲାକାର ବୋଲିକି ଗୋଟେ ରଙ୍ଗ କହିଦେଉଛନ୍ତି। ପ୍ରଭୁଙ୍କ ରଙ୍ଗଟା କେଉଁଥିରେ ସତ ବୋଲିକି ଲେଖା ହେଇଥିବ ନିର୍ଦ୍ଦିଷ୍ଟ ବୋଲି ନା ବେଦୁ ହୋଇଲା ନାନା ଗତି ତା ତତ୍ତ୍ୱ କେହି। ଆଜ୍ଞା ବେଦରେ ଯେଉଁ ରଙ୍ଗଟା ଲେଖା ହୋଇଥିବ ତାହେଲେ ପ୍ରଭୁଙ୍କ ରଙ୍ଗ ସେଇଟା ବୋଲି ମାନି ନେବାକୁ ପଡ଼ିବ। ତାହେଲେ ବେଦ କର୍ମକାଣ୍ଡ ଆମମାନଙ୍କର ଘରେ ଯେତେବେଳେ ବିବାହ ବ୍ରତ ହୋମ ଯଜ୍ଞ ପୂଜା ଆମେମାନେ କରୁଥାଇ ପୁରୋହିତ ମହାଶୟ ଯେତେବେଳେ ଯଜମାନଙ୍କ ହସ୍ତରେ କୁଶବଟୁ ଦେବାକୁ ଯାଆନ୍ତି ସେତିକି ବେଳେ ପଢ଼ି ଦିଅନ୍ତି ସେଇଟା ଶୁକ୍ଳବର୍ଣ୍ଣ ଶଶିବର୍ଣ୍ଣ ପ୍ରସନ୍ନ। ତାହେଲେ କେଉଁ ରଙ୍ଗ ବୋଲି କହନ୍ତି ନା ଶୁକ୍ଳାମ୍ବର ଧର ବିଷ୍ଣୁ ଶଶି ବର୍ଣ୍ଣ। ଶଶି କହିଲେ ଚନ୍ଦ୍ର। ଚନ୍ଦ୍ରଙ୍କର ରଙ୍ଗଟା ଯାହା ଭଗବାନଙ୍କର ଦେହର ରଙ୍ଗ ବା ଜ୍ୟୋତି ଠିକ୍ ସେଇଆ ବେଦରେ ଲେଖା ହେଇଛି। ନା ତାହେଲେ ଧବଳ ବର୍ଣ୍ଣ ପ୍ରଭୁ ହରିଦ୍ରା ନୁହନ୍ତି? ନାଇଁ ମୋ ମନକୁ କେମିତି କଥାଟା ଆସୁନି। ମା ଯଶୋଦା ଭଗବାନଙ୍କୁ କ'ଣ ବୋଲି ଡାକନ୍ତି ନା ନୀଳମଣି। ତାଙ୍କ ପୁଅ ରଙ୍ଗଟା ଯାହା ସେ ସେଇଆ ଡାକିବେ କି ନାହିଁ? ଯାହା ପୁଅଟା କଳା ପୁଅଟେ ତା ମା ଡାକିବ ଗୌରା। ଯାହା ପୁଅଟା ଗୋରା ରଙ୍ଗ ତା ମା ଡାକିବ କାଳିଆ। ତା ପୁଅଟାର ଯୋଉ ରଙ୍ଗ ତା ମା ଡାକୁଥବ ସେଇ ରଙ୍ଗ। ତାହେଲେ କବି ଦେବଦୁର୍ଲ୍ଲଭ ଦାସଙ୍କ ଲେଖା ବହି ହେଲା ରହସ୍ୟ ମଞ୍ଜରୀ। ସେଇଥିରେ ଲେଖା ହେଇଛି କହିଲେ ନୀଳମଣି ମୋର ଏ ନୀଳ ରଙ୍ଗ ସେ ପରା ଡାକନ୍ତି ନୀଳମଣି।
ତାହେଲେ ତାଙ୍କ ପୁଅ ଦେହ ରଙ୍ଗଟା ନୀଳ ରଙ୍ଗ। ଜଣେ କବି କହିଲେ ଧବଳ ରଙ୍ଗ, ଜଣେ କବି କହିଲେ ହରିଦ୍ରା ରଙ୍ଗ, ଜଣେ କବି କହିଲେ ନୀଳ ରଙ୍ଗ। ତାହେଲେ ତଥାପି ମନ ଛୁଆଁ ହଉନି, ଆହୁରି ବୋଧେ ଥିବ ହଳଦିଆ, ଧଳା, ନୀଳ ନା ନାଇଁ ମ। ଆଜ୍ଞା ଜୟଦେବ କହିଲେ ମୁଁ ଯେତେବେଳେ ଲେଖିଛି ପ୍ରଭୁଙ୍କୁ ଦେଖିଛି, ପ୍ରଭୁଙ୍କ ରଙ୍ଗଟା ମୁଁ ଲେଖିଛି। মুনি জন মানস জয় জয়দেব লেখিলে কইলে হরি দিনমণি মণ্ডল মণ্ডন। আজ্ঞা দিনমণি যে কি সূর্য, সূর্যঙ্ক রঙ্গটাକୁ କହିଲେନି, লেখিলে মণ্ডল মণ্ডন হে। আজ্ঞা সূর্যঙ্কর চতুর্পার্শ্বরে যে পরিধি বা মণ্ডল জাত ହୁଏ, সূর্যমণ্ডল চন্দ্রଙ୍କ ପାଖରେ ହେଲେ ଚନ୍ଦ୍ରମଣ୍ଡଳ। ତେଣୁ କବି ଲେଖିଲେ ଦିନମଣି ମଣ୍ଡଳ ମଣ୍ଡନ ହେ। ସୂର୍ଯ୍ୟ ମଣ୍ଡଳ ରଙ୍ଗଟା ଯାହା ଭଗବାନଙ୍କ ରଙ୍ଗଟା ସେଇଆ। ତାହେଲେ ଦିନରେ ସୂର୍ଯ୍ୟ ପରିଧି ଜାତ ହେଲେ ଆମେମାନେ ଦେଖିଥାଇ ସେଟା କେମିତି ଦେଖାଯାଏ ନା ଈଷତ ଲାଲ। ତାହେଲେ ଜଣେ କହିଲେ କଳା, ଜଣେ କହିଲେ ଧଳା, ଜଣେ କହିଲେ ହଳଦିଆ, ଜଣେ କହିଲେ ଲାଲ। ହେଲେ ମନକୁ ଆସୁନି, ଆମେ ତ ଜଗନ୍ନାଥଙ୍କୁ ଦେଖୁଛେ ଚକାଡୋଳାକୁ ସିଏ କାଳିଆ, ଏତେ ରଙ୍ଗ କଣ କବିମାନେ ଦେଖୁଛନ୍ତି? ତାହେଲେ ଜଗନ୍ନାଥଙ୍କ ରଙ୍ଗ ଯାହା ଦୀନକୃଷ୍ଣ କହିଲେ ବହିନାଟା ଗୋପାଳ ଓଗାଳ। ଏଇ ତ ଦୋଳ ପୂର୍ଣ୍ଣିମାକୁ ଗୋପାଳ ଘର ପୁଅ ମାନେ ସବୁ ଯାତ୍ରା କରୁ, ସେଇଥିରେ ଲେଖା ହେଇଛି କହିଲେ କଳା କଳେ ସଙ୍ଗେ ତାହେଲେ ବାପା ଗୋପାଳ ଓଗାଳରେ ଗାଆନ୍ତି କଳା କଳେବର କହ୍ନେଇ ସଙ୍ଗେ ରୋହିଣୀ ସୁତ। ତାହେଲେ ଭଗବାନଙ୍କର ଦେହ ରଙ୍ଗଟା କଳା। ଆମେ ସିନା ସତ୍ୟ ଯୁଗରେ ପ୍ରଭୁଙ୍କୁ ଦେଖିନେ, ତ୍ରେତୟାରେ ଦେଖିନେ, ଦ୍ୱାପରରେ ଦେଖିନେ, କିନ୍ତୁ କଳିରେ ତ ଦେଖୁଛେ ପ୍ରଭୁଙ୍କର ରଙ୍ଗଟା କଳା। ତାହେଲେ ରଙ୍ଗ ସବୁ ମନେ ରଖୁଥା ଯେ ନା ଭାଇ ପାଲାଟାକୁ ବସିକି ଶୁଣ। ଆଉ କ'ଣ ବେଳ ଅଛି ଯେ ଶିଖିବ? ବୟସ ତ 70 ଉପରକୁ ଗଲା, କେଉଁଦିନ ଯଦି କାଳ ଅନେଇ ଦେବ ବୋଲେ ଗଲା। ତଥାପି ଶୁଣିଥା ଗାୟକ ମରୁଛନ୍ତି, ପାଳିଆ ମରୁନା। ଦେଖନ୍ତୁ ଗାୟକ ରତ୍ନ ହରିନାଥ ମଲ୍ଲେ, ଗାୟକ ଶିରୋମଣି ନିରଞ୍ଜନ କର ମଲ୍ଲେ, ଗାୟକ ସମ୍ରାଟ ବୈଷ୍ଣବଚରଣ ପ୍ରଧାନ ମଲ୍ଲେ, ଆଚ୍ଛା ବିଶ୍ୱନାଥ ପଟ୍ଟସୀ ମଲ୍ଲେ, ଉଦ୍ୟନାଥ ରଥଶର୍ମା ମଲ୍ଲେ, ଗାୟକ ଗଙ୍ଗାଧର ମଲ୍ଲେ। ଆରେ ତୁ କହୁଛି ଆଜ୍ଞା ଆମ ବଡ଼ମା ନରସିଂହପୁର ଜଣେ ଗାୟକ ଥିଲେ, ତାଙ୍କ ନାଁ ଗଙ୍ଗାଧର ରଥ, ସେ ଅଛନ୍ତି। ତେଣୁ ପାଳିଆଟେ ଦେଖୁଛ କୋଉଠି ମଲାଣି ନା? ଆରେ ହେ କାଇଁ ମୁଁ ତ କୋଉଠି ଶୁଣୁନି। ଶୁଣୁନୁ କଥାଟା କ'ଣ ଜାଣିଛୁ? କ'ଣ କୁହ? ଜଣେ ଗାୟକ ମରିଗଲେ ପେପରରେ ଲେଖା ହବ, ରେଡ଼ିଓରେ କୁହାହବ, ଟିଭିରେ କୁହାହବ ଗାୟକ ମରିଗଲେ ବୋଲି। ପାଳିଆଟେ ମରିଗଲେ ଛୋଟ କାମ ଯିଏ କରୁଛି ତାର ପେପରରେ ଟିଭିରେ କୁହାହବ। ପାଳିଆ ମାନେ ଛୋଟ କାମ କରୁଛନ୍ତି, ପାଳିଆ ମାନେ ମରନ୍ତିନି, ପାଳିଆ ମାନେ ଚାଲିଯାଆନ୍ତି। ଗାୟକ ମାନେ ହଁ ହଁ, ଆମର ଜଣେ ସାଙ୍ଗ ପାଳିଆ ମରିଗଲା, ତାକୁ ସିଏ ତାଙ୍କ ଘରକୁ ଖବର ପାଇ ପଳେଇଲି, ପଲିକିରେ ପୁଅ କ'ଣ ହେଲା ନା ବାପା 2-3 ଦିନ ଝାଡ଼ା ବାନ୍ତି ହେଲେ, ତାଙ୍କର ବହୁତ ଏକ୍ସେସ୍ ହେଇଯିବାରୁ ବର୍ତ୍ତମାନ ସିଏ
ବାପା ବର୍ତ୍ତମାନ 7 ଦିନ ହେଲା ଚାଲିଗଲେଣି। ଚାଲି ତାଙ୍କ ବାପା ଚାଲିଗଲେ, ଗାୟକ ମାନେ ମରିଗଲେ। ମୁଁ କହିଲି ହଁ ଆମ ପାଳିଆ ମାନେ ଚାଲି ଯାଆନ୍ତି। ମୋ ବାପା ତାହେଲେ ପ୍ରଭୁଙ୍କର ରଙ୍ଗଟା କ'ଣ କ'ଣ ବୋଲି କବିମାନେ ଲେଖିଛନ୍ତି। ଜଣେ ଲେଖିଲେ ଧବଳ ରଙ୍ଗ, ଜଣେ ଲେଖିଲେ ହରିଦ୍ରା ରଙ୍ଗ, ଜଣେ ଲେଖିଲେ ଲାଲ ରଙ୍ଗ, ଜଣେ ଲେଖିଲେ ନୀଳ ରଙ୍ଗ, ଜଣେ ଲେଖିଲେ କଳା ରଙ୍ଗ। ନା ନାଇଁ, ଆହୁରି ଦେଖିବା ପ୍ରଭୁଙ୍କ ରଙ୍ଗ କ'ଣ ଥିବ। ପୁଅ ଦୀନକୃଷ୍ଣ ଦାସଙ୍କ ଲେଖା ବହି ହେଲା ରସକଲି। ଏ କଣ ପ୍ରାସରୁ ଗୋଟେ ପଦ ଆଣେ କୋଟିଏ ସରଦ ଶ୍ରୀ ଆରେ କୋଟି ସମାନ ଆରେ ମୁକୁତା ମାଳ ଇନ୍ଦ୍ରଧନୁଷ ଜମାନ ନୁହଁ। ଦୀନକୃଷ୍ଣ ଦାସ କହିଲେ କୋଟିଏ ଶରଦ ଚନ୍ଦ୍ରଦିଣୀ ମୁଖ ଶ୍ରୀଅଙ୍ଗ ଅଭିନବ ଘନ। ନବଘନ କହିଲେ ନୂଆ ମେଘ। ଆଜ୍ଞା ନୂଆ ମେଘଟା କେତେବେଳେ ଦେଖିବାକୁ ମିଳେ? ବଗୁଲିଆ ଆଷାଢ଼ ମାସ ଆରମ୍ଭରେ ଯେଉଁ ମେଘଖଣ୍ଡ ଆକାଶରେ ଦେଖା ଦିଅନ୍ତି ତାଙ୍କୁ କୁହାଯାଏ ପହିଲି ମେଘ। ସେ ମେଘର ରଙ୍ଗ କଳା ନୁହଁ, ଧଳା ନୁହଁ, ହଳଦିଆ ନୁହଁ, ନାଲିଆ ନୁହଁ, ନେଳିଆ ନୁହଁ। ସେ ମେଘର ରଙ୍ଗ ଦେଖାଯାଏ ଧୂସର ରଙ୍ଗ। ତାହେଲେ ପ୍ରଭୁଙ୍କ ରଙ୍ଗଟା କ'ଣ? ଏହି ସ୍ଥାନରେ ଦୀନକୃଷ୍ଣ କହିଲେ ଅଭିନବ ଘନ, ନୂଆ ମେଘ ସଦୃଶ। ଏତେ ଲେଖିଲା ପରେ ଆଉ ଜଣେ କବି କହିଲେ କ'ଣ ସବୁ ଗୋଟିଏ ଗୋଟିଏ ରଙ୍ଗ ଲେଖୁଛ? ମୁଁ ଲେଖିଛି। ସେ କିଏ କହିଲେ? ନା ଅଭିମନ୍ୟୁ ସାମନ୍ତ ସିଂହାର। ବହି ହେଲା ବିଦଗ୍ଧ ଚିନ୍ତାମଣି। ଯେ ନା ଭାଇ ଶୁଣୁଥା, ଗୋଟିଏ କଥା ପାଇଁ କେତେଟା ପ୍ରମାଣ ଦରକାର। ଆଉ ଖାଲି ବଢ଼ିଦେବ ବିରାଟ ନଗର ମହିମଧ୍ୟ। ରାଜାଙ୍କ ନାଁ ତ ବିରାଟ, ରାଜ୍ୟ ନାଁଟା କହିପାରିଲନି। ବିରାଟ ରାଜା, ତାଙ୍କ ନଗର ନାଁ କହିପାରିଲେନି ବାପା। ତାହେଲେ ପ୍ରମାଣ କଲେ ଅଭିମନ୍ୟୁ ସାମନ୍ତ ସିଂହ। ରାଗ ହେଲା ସେଇଥିରେ ଆରମ୍ଭ କଲେ କଳା କଞ୍ଜ ଶୋଭାନନ୍ଦ ସୁନ୍ଦର ପ୍ରେମ ମିଳ ଆହା ଶୋଭା ସମୂହ କିରେ କୋଟି ସୃଷ୍ଟି କାନ୍ତି ଅଭିମନ୍ୟୁ ସାମନ୍ତ କହିଲେ କଳା କଞ୍ଜଦଳା ଅଞ୍ଜନ ମର୍କତ ଇନ୍ଦ୍ର ନୀଳମଣି ଘନ ସବୁ ଯାକ ରଙ୍ଗ ସିଏ ଲେଖିଲେ। ଏତେ ଲେଖିଲା ପରେ ଆଜ୍ଞା ଆଉ ଜଣେ କବି ବାହାରିଲେ। ରେ ପୁଅ, କାବ୍ୟ ନାଟକ ସାହିତ୍ୟ ସମାଜ ପୁରାଣ ଦର୍ଶନ ଇତ୍ୟାଦି ସବୁଥିରେ ଭଗବାନଙ୍କର ରଙ୍ଗ ଲେଖାଗଲା। ତେଣୁ ଆଉ ଗୋଟିଏ ଶ୍ଲୋକଟିଏ ଗାଉଛି। ପୁଅ କହିଲେ କହି ଦୁଗ୍ଧ
ଆଜ୍ଞା ଏକଇ ଗାବ ଏକଇ ଦୁଗ୍ଧ ବହୁବର୍ଣ୍ଣ ଗାବ କ୍ଷୀର ରଙ୍ଗଟା ଏକ ଗାଈମାନଙ୍କର ରଙ୍ଗ ଅନେକ ପ୍ରକାର କିନ୍ତୁ କ୍ଷୀର ରଙ୍ଗ ଏକ ସାରେ କାଳି ଗାଈ ଯୋଉ କ୍ଷୀର ଦବ ହଁ କସୁରୀ ଗାଈର ସେଇ କ୍ଷୀର ରଙ୍ଗ ଏକ ଧଳା ଗାଈର ସେଇ କ୍ଷୀର ରଙ୍ଗ ଏକ ନାଇଁ ସାରେ ଗାଈ ଅନୁସାରେ କ୍ଷୀର ରଙ୍ଗ ଗାଈ ଅନୁସାର କସୁରୀ ଗାଈ ଯାହା ତା କ୍ଷୀର ରଙ୍ଗଟା କସଳା ରହିବ ମାଟିଆ ରହିବ ଆରେ ଦେଖିଲା ପରି କହୁଛୁ ଏଇଟା ପିଆ ହଉଛି ଏଇଠି ଆସିଛି ମାନେ କସୁରୀ ଗାଈ କ୍ଷୀରରେ ଯାହା ତିଆରି ହଉଛି ଏଇଟା ଚା ଏଟା ଚା ହଁ ଏଇଟା କସୁରୀ ଗାଈ କ୍ଷୀର ଆଚ୍ଛା ଧଳା ଗାଈ କ୍ଷୀର ଧଳା ଗାଈ କ୍ଷୀର ଆପଣ ଦେଖିବେ ମିଠା ଦୋକାନରେ ସୁଇଟ୍ ଷ୍ଟଲରେ ଦେଖିବେ ଆଜ୍ଞା ଯେଉଁ ରସଗୋଲା ବର୍ଫି ଏସବୁ ହେଉଛି ଧଳା ଗାଈ କ୍ଷୀରରେ କାଳି ଗାଈ କ୍ଷୀର ହେଉଛି ଗୋଲାପଜାମୁ ପାଣିତୁଆ ମାଲପା ଏଇଟା କାଳି ଗାଈ କ୍ଷୀରରେ କ୍ଷୀର ରଙ୍ଗ କ୍ଷୀର ରଙ୍ଗ ଅନୁସାରେ ସବୁ ଗାଈ ରଙ୍ଗ ଏକଇ ଦୁଗ୍ଧ ବହୁବର୍ଣ୍ଣ ଗାବ ଯଥା ଏକଇ ସ୍ୱର୍ଣ୍ଣ ବହୁ ସୁବର୍ଣ୍ଣ ଏକ ସୁନା ଗୋଟିଏ ଅଳଙ୍କାର ଅନେକ ପ୍ରକାର ତଥା ଏକଇ ବ୍ରହ୍ମ ବହୁ ଶରୀର ବ୍ରହ୍ମ ଏକ ଶରୀର ଅନେକ ଏକହି କୃଷ୍ଣ ବହୁବିଧ ଏକଇ କୃଷ୍ଣ ବହୁବିଧ ରୂପ କୃଷ୍ଣ ଏକ କିନ୍ତୁ ରଙ୍ଗ ଅନେକ ଏତେ ତ ଲେଖିଲା ପରେ ଜଣେ ଅନ୍ଧ କବି ବାହାରିଲେ କହିଲେ ମୁଁ ତ ପ୍ରଭୁଙ୍କୁ ଦେଖିଛି ଏମାନେ କ'ଣ ସବୁ ରଙ୍ଗ ଲେଖୁଛନ୍ତି ମୁଁ ତ ଦେଖିଛି ରଙ୍ଗ ତାଙ୍କର ନାହିଁ କନ୍ଧ କୂଳେ ଜାତ ସନ୍ଥ ହୋଇ ଜଗତକୁ ଦେଖାଇଲେ ସିଏ କହିଲେ ରୂପ ରେଖ ନାହିଁ ଯାହାର ରୂପ ନାହିଁ ରଙ୍ଗ ଆସିଲା କାହିଁ ହେ କବିମାନେ କ'ଣ ସବୁ ରଙ୍ଗ ପ୍ରକାର ପ୍ରକାର ଲେଖିଲ ନା ଏକଇ କୃଷ୍ଣ ବହୁବିଧ ସେଇ ଭଗବାନ କୃଷ୍ଣ ଆଜି ମଙ୍ଗଳ ସମୟରେ ଦରବାର କକ୍ଷକୁ ବିରାଜମାନ କରି ଉପସ୍ଥିତ ଭଦ୍ରମଣ୍ଡଳୀ ଆବାଳ ବୃଦ୍ଧ ବନିତା ଗ୍ରାମବାସୀ ଜନତା ମାନଙ୍କର ମଙ୍ଗଳ ବାଞ୍ଛା କରିବା ସଙ୍ଗେ ସଙ୍ଗେ ପାଲା ଉଦ୍ୟକ୍ତକର୍ତ୍ତା ସହଯୋଗିତା ବହିନାକର୍ତ୍ତା ଶ୍ରୋତା ବକ୍ତା ଦାତା ଅନୁମୋଦିତା ଆବାଳ ବୃଦ୍ଧ ବନିତା ଈଶ୍ୱର ମଙ୍ଗଳ ବିସ୍ତାର କରାନ୍ତୁ ବୋଲ ପ୍ରେମାନନ୍ଦେ କବା